କାହାକୁ କୁହାଯାଏ? ଭାଷାର ମୂଳ ଉପାଦାନ ହେଉଛି ଧ୍ୱନି। ଆମ ଚାରିପାଖରେ ଘଟୁଥିବା ଯେକୌଣସି କମ୍ପନରୁ ଆମ କାନକୁ ଯାହା ଶୁଣାଯାଏ ତାହାକୁ ଧ୍ୱନି କୁହାଯାଏ। ଆମ ଚାରିପାଖରେ ଘଟୁଥିବା ଯେକୌଣସି କମ୍ପନ ଆମ କାନକୁ ଯାହା ଶୁଭାଯାଏ ତାକୁ ଧ୍ୱନି କୁହାଯାଏ। ମେଘ ବରଷିଲେ ଟପର ଟପର ଧ୍ୱନି ହୁଏ। ପବନ ବହିଲେ ସୁ ସୁ ଧ୍ୱନି ହୁଏ। ସେହିପରି ଘଡ଼ଘଡ଼ିର ଧ୍ୱନି ଅଛି। ପଶୁ ପକ୍ଷୀ କୀଟପତଙ୍ଗ ମାନଙ୍କର ଧ୍ୱନି ସୃଷ୍ଟି କରିବାର କ୍ଷମତା ଅଛି, କିନ୍ତୁ ମଣିଷ ଏକମାତ୍ର ପ୍ରାଣୀ ଯିଏ ନିଜ ପ୍ରୟାସ ଦ୍ୱାରା ଧ୍ୱନିକୁ ନିୟନ୍ତ୍ରଣ କରି ଉପସ୍ଥାପନ କରିପାରେ। ତେଣୁ ବ୍ୟାକରଣ ଶାସ୍ତ୍ରରେ ଧ୍ୱନି କହିଲେ କେବଳ ମଣିଷ ମୁଖରୁ ନିଃସୃତ ହୋଇଥିବା ଏବଂ ଏହା ମାଧ୍ୟମରେ ଅର୍ଥବୋଧ କରିବା ପାଇଁ ଶବ୍ଦ ଗଠନର କ୍ଷମତା ଥିବା ଓ ଶୁଣି ହେଉଥିବା କମ୍ପନକୁ ବୁଝାଏ। କହି ଓ ଶୁଣି ହେଉଥିବାରୁ ଏହାକୁ ଭାଷିକ ଧ୍ୱନି କୁହାଯାଏ। ଏହେତୁ ଚିତ୍କାର କିମ୍ବା ହୁଇସିଲ୍ ମାରିବା ଇତ୍ୟାଦି ଭାଷିକ ଧ୍ୱନି ନୁହନ୍ତି, କାରଣ ଏସବୁ ଶବ୍ଦ ଗଠନର କ୍ଷମତା ରଖିନାହାନ୍ତି।